ओम शांति। आज 3 अगस्त 2024 साकार मुरली बापदादा मधुबन। बाबा कहते मीठे बच्चे यह हेउछि विशाल एवं अविनाशी रंगमंच ଯେଉଁଠାରେ ତୁମେ ଆତ୍ମାମାନେ ଅଭିନୟ କରିବା ପାଇଁ ବନ୍ଧାୟମାନ ଅଟ। ଏଥିରେ ପ୍ରତ୍ୟେକଙ୍କର ପୂର୍ବ ନିଶ୍ଚିତ ଅଭିନୟ ନିର୍ଦ୍ଧାର୍ଯ୍ୟ ରହିଛି। ପ୍ରଶ୍ନ, କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାର ପୁରୁଷାର୍ଥ କ'ଣ? ଉତ୍ତର, କର୍ମାତୀତ ହେବା ପାଇଁ ପୁରା ସମର୍ପଣ ହେବା ପାଇଁ ପଡ଼ିବ। ନିଜର କିଛି ବି ରହିବ ନାହିଁ। ଯଦି ସବୁ କିଛି ଭୁଲି ଯାଇଥିବ ତେବେ ଯାଇ କର୍ମାତୀତ ହୋଇପାରିବ। ଯେଉଁମାନଙ୍କୁ ଧନ ଦୌଲତ ପିଲାଛୁଆ ମନେ ପଡ଼ୁଛନ୍ତି ସେମାନେ କର୍ମାତୀତ ହୋଇପାରିବେ ନାହିଁ। ସେଥିପାଇଁ ବାବା କହୁଛନ୍ତି ମୁଁ ଗରିବମାନଙ୍କର ବନ୍ଧୁ ଅଟେ। ଗରିବ ପିଲାମାନେ ତୁରନ୍ତ ସମର୍ପଣ ହୋଇଯାଆନ୍ତି। ସହଜରେ ସବୁ କିଛି ଭୁଲି ଏକମାତ୍ର ବାବାଙ୍କର ସ୍ମୃତିରେ ରହିପାରନ୍ତି। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର। 1 ନମ୍ବର, ଯେପରି ବାବା ସ୍ନେହର ସାଗର ଅଟନ୍ତି ସେହିପରି ମାଷ୍ଟର ସ୍ନେହର ସାଗର ହୋଇ ସ୍ନେହ ଆଧାରରେ କାର୍ଯ୍ୟ କରିବାକୁ ହେବ। କ୍ରୋଧର ବଶୀଭୂତ ହୋଇ ନୁହେଁ। ଯଦି କେହି କ୍ରୋଧ କରୁଛି ତେବେ ତୁମକୁ ଶାନ୍ତ ରହିବାକୁ ହେବ। ବୁଦ୍ଧି ଦ୍ୱାରା ଏହି ପୁରୁଣା ଦୁଃଖର ଦୁନିଆକୁ ଭୁଲି ବେହଦର ସନ୍ନ୍ୟାସୀ ହେବାକୁ ପଡ଼ିବ। ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଇବାକୁ ହେବ। ଅବିନାଶୀ ଜ୍ଞାନରତ୍ନର ଆଦାନ ପ୍ରଦାନ କରିବାକୁ ହେବ। ଆଜିର ବରଦାନ, ବିକାର ରୂପୀ ବିଷଧର ସାପଗୁଡ଼ିକୁ ଗଳାର ମାଳା କରୁଥିବା ଶଙ୍କର ଭରି ତପସ୍ୱୀ ମୂରତ ହୁଅ। ବିସ୍ତାର, ଏହି 5 ବିକାର ଗୁଡ଼ିକ ଯାହାକି ଲୋକମାନଙ୍କ ପାଇଁ ବିଷଧର ସାପ ଅଟନ୍ତି, ସେହି ସାପଗୁଡ଼ିକ ତୁମ ଭଳି ଯୋଗୀ ବା ପ୍ରୟୋଗୀ ଆତ୍ମାମାନଙ୍କର ଗଳାର ମାଳା ହୋଇଯାଆନ୍ତି। ଏହା ତୁମ ବ୍ରାହ୍ମଣମାନଙ୍କର ବା ବ୍ରହ୍ମା ବାବାଙ୍କର ଅଶରୀରୀ ତପସ୍ୱୀ ଶଙ୍କର ସ୍ୱରୂପର ସ୍ମାରକୀ ଆଜି ପର୍ଯ୍ୟନ୍ତ ମଧ୍ୟ ପୂଜା ପାଉଛି। ଦ୍ୱିତୀୟରେ, ଏହିଭଳି ସାପଗୁଡ଼ିକ ଖୁସିରେ ନାଚିବାର ମଞ୍ଚ ପାଲଟି ଯାଉଛନ୍ତି। ତୁମମାନଙ୍କର ଏହି ସ୍ଥିତିକୁ ନାଚିବାର ମଞ୍ଚ ରୂପରେ ଦେଖାଇଛନ୍ତି। ତେଣୁ ଯେତେବେଳେ ବିକାରଗୁଡ଼ିକ ଉପରେ ଏହିଭଳି ବିଜୟ ପ୍ରାପ୍ତ କରିବ ସେତେବେଳେ କୁହାଯିବ ତପସ୍ୱୀ ମୂରତ ପ୍ରୟୋଗୀ ଆତ୍ମା। ଆଜିର ସ୍ଲୋଗାନ, ଯାହାର ସ୍ୱଭାବ ମିଠା ଏବଂ ଶାନ୍ତଚିତ୍ତ ଅଟେ, ତା ଉପରେ କ୍ରୋଧର ଭୂତ ଆକ୍ରମଣ କରିପାରିବ ନାହିଁ। ଆଚ୍ଛା, ମିଠେ ମିଠେ ଶିଖିଲାଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ୟାଦ ପ୍ୟାର ନମସ୍ତେ ନମସ୍ତେ ନମସ୍ତେ। शुक्रिया बाबा, शुक्रिया। अच्छा, ओम शांति।